ଗଳ୍ପ ଉଗ୍ରତାରା ରଚନା ସିଦ୍ଧି ପ୍ରସାଦ ସାହୁ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର ଭଞ୍ଜ। ସନ୍ଧ୍ୟାତାରା ଦେବୀ ଶିକ୍ଷକତା ଜୀବନରେ ପଦୋନ୍ନତି ପାଇ ନୂଆ ନୂଆ ପ୍ରଧାନ ଶିକ୍ଷକ ହୋଇଛନ୍ତି। ସବୁବେଳେ ଗୋଟିଏ ଚିନ୍ତା, କେମିତି ସ୍କୁଲକୁ ଚଳାଇବେ। ଏମିତି ଏକ ଜଟିଳ ପ୍ରଶ୍ନର ସରଳ ଉତ୍ତର ତାଙ୍କ ଅନ୍ତରାତ୍ମା ଦେଉଥିଲା। ଅନ୍ତରାତ୍ମାଟି ଯେଉଁ ଉତ୍ତରଟି ଦେଉଥିଲା ତାହା ସନ୍ଧ୍ୟାତାରା ଦେବୀଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଉତ୍ତରଟି ହେଲା, ତୁ ତ ଦୀର୍ଘ 30 ବର୍ଷର ଶିକ୍ଷକ ଜୀବନରେ ସଞ୍ଚୟ କରିଥିବା ସମସ୍ତ ଅଭିଜ୍ଞତାର ପୁଞ୍ଜିକୁ ପାଥେୟ କରି ଆଗକୁ ଆଗେଇ ଚାଲ। ଅଭିଜ୍ଞତାର ପୁଞ୍ଜି ଶବ୍ଦଗୁଡ଼ାକ ସନ୍ଧ୍ୟାତାରା ଦେବୀଙ୍କ ପାଇଁ ଥିଲା ବହୁତ କଷ୍ଟଦାୟକ। କ'ଣ ବା ଅଭିଜ୍ଞତା ତାଙ୍କର ଅଛି? ସହକାରୀ ଶିକ୍ଷକ ଭାବରେ ଥିବା ସମୟରେ ସେ ଥିଲେ ଅରଣା ମଇଁଷି। ପ୍ରାର୍ଥନା ସଭାରେ ଯୋଗଦାନ ତ ଦୂରର କଥା, ପ୍ରଥମ ପିରିୟଡ଼ ଅବଧିର ଅଧାଅଧି ପରେ ସ୍କୁଲରେ ପହଞ୍ଚନ୍ତି। ଶ୍ରେଣୀ କକ୍ଷରେ ପ୍ରବେଶ କଲାବେଳକୁ ପିରିୟଡ଼ ଶେଷ। ଆଉ ମୋବାଇଲ ତ କାନ ପାଖରୁ କେବେ ତଳକୁ ହିଁ ଆସେ ନାହିଁ। ପ୍ରଧାନ ଶିକ୍ଷକ ଯଦି କିଛି କୁହନ୍ତି ତାଙ୍କୁ ମିଳେ ଧମକ। ପ୍ରଧାନ ଶିକ୍ଷକ ଚିନ୍ତା କରନ୍ତି, କାଦୁଅକୁ ଯିବି କାହିଁକି, ଗୋଡ଼ ଧୋଇବି କାହିଁକି। ନୂଆ ଭାବରେ ଯୋଗ ଦେଇଥିବା ସ୍କୁଲରେ ତାଙ୍କ ପରି ଅରଣା ମଇଁଷି 3-4 ଜଣ ଅଛନ୍ତି। କ'ଣ କରିବେ ଭାବି ଭାବି ସନ୍ଧ୍ୟାତାରା ଦେବୀଙ୍କର ରକ୍ତଚାପ ବଢ଼ିଗଲାଣି। ରାତିରେ ନିଦ ବାଉଳାରେ ଅସ୍ପଷ୍ଟ ଭାବରେ କହୁଥାନ୍ତି, ମୁଁ ଯଦି ଭଲ ଶିକ୍ଷକଟିଏ ହୋଇପାରିଥାନ୍ତି ତେବେ ଭଲ ପ୍ରଧାନ ଶିକ୍ଷକ ହୋଇପାରିଥାନ୍ତି। କିନ୍ତୁ କ'ଣ କରିବି, ସନ୍ଧ୍ୟା ସମୟର ସନ୍ଧ୍ୟାତାରା ନ ହୋଇ ଉଗ୍ରତାରା ହୋଇ ମୁଁ ବଡ଼ ଭୁଲ କରିଛି। ଉଗ୍ରତାରା ହୋଇ ମୁଁ ବଡ଼ ଭୁଲ କରିଛି। ଧନ୍ୟବାଦ।